ବାକ୍ୟ ଋତର ବିବରଣୀ କିଏ ଗୋଟେ ପାଠ କରିବେ? ଋତର ବିବରଣୀ 2 ପର୍ବ 1 ପଦରୁ 6 ପଦ। ପଢୁଛି 2 ପଦରୁ 6 ପଦ। 2 ପର୍ବ 1 ପଦରୁ 6 ପଦ। ଓକେ। ନୟମିର ସ୍ୱାମୀ ଏଲିମେଲକ ବଂଶୀୟ ବୟଜ ନାମରେ ଜଣେ ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତି ଥିଲେ। ତହୁ ମୟାବ ଦେଶୀୟ ଋତ ନୟମିକି କହିଲା, ମୋତେ କ୍ଷେତ୍ରକୁ ଯିବାକୁ ଦିଅ। ମୁଁ ଯାହାର ଦୃଷ୍ଟିର ଅନୁଗ୍ରହ ପାଇବି, ତାହାର ପଛେ ପଛେ ବଳକା ଶସ୍ୟ ଗୁଡ଼ିକ ସାଉଁଟିବି। ତହିଁରେ ସେ ତାହାକୁ କହିଲା, ଆହେ ଆମ୍ଭର କନ୍ୟା, ଯାଅ। ଏଥିରେ ସେ ଯାଇ କ୍ଷେତ୍ରରେ ଉପସ୍ଥିତ ହୋଇ ଶସ୍ୟ କଟାଳି ମାନଙ୍କ ପଛେ ପଛେ ବଳକା ଶସ୍ୟ ସଂଗ୍ରହ କରିବାକୁ ଲାଗିଲା। ଆଉ ଘଟଣାକ୍ରମେ ସେ ଏଲିମେଲକ ବଂଶୀୟ ବୟଜର କ୍ଷେତ୍ର ଖଣ୍ଡରେ ପହଞ୍ଚିଲା। ଆଉ ଦେଖ, ବୟଜ ବେଥଲେହେମ ଠାରୁ ଆସି ଶସ୍ୟ କଟାଳି ମାନଙ୍କୁ କହିଲା, ସଦାପ୍ରଭୁ ତୁମମାନଙ୍କ ସହିତ ଥାଆନ୍ତୁ। ସେମାନେ ଉତ୍ତର କଲେ, ସଦାପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ତେବେ ବୟଜ ଶସ୍ୟ କଟାଳି ମାନଙ୍କ ଉପରେ ନିଯୁକ୍ତ ନିଜ ଯୁବାକୁ ପଚାରିଲା, ଏହି ଯୁବତୀଟି କାହାର? ତହିଁରେ ଶସ୍ୟ କଟାଳି ମାନଙ୍କ ଉପରେ ନିଯୁକ୍ତ ଯୁବା ଉତ୍ତର ଦେଇ କହିଲା, ଯେଉଁ ମୟାବ ଦେଶିଆ ଯୁବତୀ ନୟମୀ ସହିତ ମୟାବ ଦେଶରୁ ଆସିଅଛି, ସେ ଏହି। ଆମେନ୍। ଧନ୍ୟବାଦ ଭଉଣୀ। এই ଅଂଶକୁ ପ୍ରାଞ୍ଜଳ ଭାବେ ପଢିଛନ୍ତି। ଆମମାନେ ମଧ୍ୟ ସମସ୍ତେ ଶୁଣିଛୁ। ଏଇ ତ ବହୁତ ବର୍ଷର ଆମର ପୁରୁଣା ଗପ। ଋତର ବିବରଣୀ ତ ପ୍ରାୟ ବହୁତ କରାଯାଏ। ଆଉ ଆଜି ମଧ୍ୟ ଏହି ବାକ୍ୟ ଦ୍ୱାରା ପ୍ରଭୁ ଆମମାନଙ୍କୁ କଣ କଥା କହିବାକୁ ଯାଉଛନ୍ତି, ଆମେ ନିଜେ ନିଜେ ପ୍ରସ୍ତୁତି ହେବା। ୟାର ଗପ ଆମମାନେ ଜାଣିଛୁ। 1 ପର୍ବରେ ଆରମ୍ଭ ବିବରଣୀ ଏଲିମେଲକ ନୟମୀ କଥା ଜାଣିଛୁ, ଆମେ ସେଠିକି ଯିବା ନାହିଁ। ଆଉ ଏଇ 2 ପର୍ବରେ ଏଇ ଯୋଉ ସାରାଂଶ କେବଳ ମୁଁ କହିବି, କାହିଁକିନା ଆମମାନଙ୍କ ସମୟ ସୀମିତ ସମୟ। ନୟମୀ ଏବଂ ଋତ ଯେତେବେଳେ ବେଥଲିହେମକୁ ଫେରିଲେ, ସେତେବେଳେ ସେମାନଙ୍କ ପାଖରେ ଚଳିବା ପାଇଁ କିଛି ନଥିଲା। ସ୍ୱାମୀକୁ ହରେଇଛନ୍ତି, ପୁତ୍ରମାନଙ୍କୁ ହରେଇଛନ୍ତି, ଆଉ ଗୋଟେ ବୋହୂ ବି ଯାଇଛନ୍ତି। ଏହିପରି ସମୟରେ ଆଉ 2 ଜଣ ଆସିଛନ୍ତି, ନୟମୀ ଆଉ ଋତ ବେଥଲିହେମକୁ ଫେରିଛନ୍ତି। ଆଉ ସେ ସମୟ ଯୋଉ ସମୟରେ ସେମାନେ ଫେରିଛନ୍ତି, ଏଟା କ୍ଷେତ କଟା ଚାଲିଥାଏ। ଆଉ ଗରିବ ଲୋକମାନେ କ୍ଷେତରେ ପଡିଥିବା ଶସ୍ୟ ଗୋଟାଇ ପେଟ ସବୁ ପୋଷୁଥିଲେ। ଆଉ ଋତ ଜଣେ ପରିଶ୍ରମୀ ଏବଂ ଶାଶୁ ଭକ୍ତି ବୋହୂ ଥିଲେ। ସେ ନିଜ ଶାଶୁଙ୍କ ସେବା ପାଇଁ କଣ କଲେ, କ୍ଷେତକୁ ଯାଇ କାମ କରିବାକୁ ଇଚ୍ଛା କଲେ। ଆଉ ଶାଶୁଙ୍କ ଅନୁମତି କ୍ରମେ ସେ କ୍ଷେତ୍ରରେ କାମ କଲେ। ଆଉ ଈଶ୍ୱରଙ୍କ ଯୋଜନା ଅନୁସାରେ ମଧ୍ୟ ସେ ଅଜଣାତରେ ନୟମୀଙ୍କ ସ୍ୱାମୀଙ୍କର ଜଣେ ଆତ୍ମୀୟ ବୟଜଙ୍କ କ୍ଷେତରେ ପହଞ୍ଚିଲେ, କାମ କରିବା ଆରମ୍ଭ କଲେ। ଆଉ ଯେତେବେଳେ ବୟଜ କ୍ଷେତକୁ ଆସିଲେ, ସେ ସେଠାରେ ଜଣେ ନୂଆ ଝିଅକୁ ଗୋଟେ ପରିଶ୍ରମ କରୁଥିବା ଦେଖି ନିଜ ଅଧ୍ୟକ୍ଷଙ୍କୁ ତାଙ୍କର ପରିଚୟ ପଚାରିଥିଲେ। ଆଉ ଅଧ୍ୟକ୍ଷ ମଧ୍ୟ କହିଲେ ଯେ ଏହି ଝିଅଟି ହେଉଛି ସେଇ ମୟାବୟ ବୋହୂ ଋତ, ଯେ ନିଜର ସବୁ ସୁଖ ଶାନ୍ତି ଛାଡ଼ି ନିଜ ଶାଶୁ ନୟମୀଙ୍କ ସହ ଏଠିକୁ ଆସିଛନ୍ତି। ଆଉ ତାଙ୍କର ଏହି ସରଳତା ପରବର୍ତ୍ତୀ ଜୀବନରେ ତାଙ୍କ ଜୀବନରେ କିପରି ଆଶୀର୍ବାଦ ଭରି ଦେଇଛି। ଆଉ ସେ ଜଣେ ପ୍ରଶ୍ନବାଚୀ ହେଇଛନ୍ତି, ଏଇ ଯୁବତୀଟି କାହାର? ସେ ବଛା ଯାଇ ଅଛନ୍ତି, ପ୍ରଶ୍ନ କରାଯାଇଅଛି ତାଙ୍କୁ। ତେଣୁ ଆମେ ସଂକ୍ଷିପ୍ତ ଭାବେ ପାଠ କରି କରି ବୁଝିବା। ଆମେ ଦେଖିବା ଆମମାନଙ୍କର 2 ପର୍ବର ଭଉଣୀ ପଢିଲେ ନୟମୀର ସ୍ୱାମୀ ଏଲିମେଲକ। ଏହି ପ୍ରତ୍ୟେକ ପଦରେ ଆମମାନଙ୍କୁ ଶିଖିବାର କଣ ଅଛି? ନୟମୀର ସ୍ୱାମୀ ଏଲିମେଲକ ବଂଶୀୟ ବୟଜ ନାମରେ ଏକ ଜଣ ମହାବିକ୍ରମଶାଳୀ ଜ୍ଞାତି ଥିଲେ। ଆମେ ତାହା ଜାଣିଛୁ। এই ପ୍ରତ୍ୟେକ ପଦରୁ ଆଲୋଚନା କରି ଆମେ ନିଜ ଜୀବନକୁ ଆମେ ସମୀକ୍ଷା କରିବା। କାରଣ ପ୍ରଭୁ এই ବାକ୍ୟ ଦ୍ୱାରା ପ୍ରତ୍ୟେକଙ୍କ ଜୀବନୀ ଦ୍ୱାରା ସାକ୍ଷ୍ୟ ଦ୍ୱାରା ମତେ ଏବଂ ଆପଣମାନଙ୍କୁ କଥା କହିବାକୁ ଚାହାନ୍ତି। এই ବାକ୍ୟ ଦ୍ୱାରା ପରମେଶ୍ୱର ଆମମାନଙ୍କୁ ମାର୍ଜିତ କରିବାକୁ ଚାହାନ୍ତି, ଯେପରି ଆମେ ପ୍ରଭୁଙ୍କ ଦୃଷ୍ଟିରେ ଉତ୍ତମ ଦେଖାଯାଉ। ନୟମୀର ଜଣେ ମହାନ ଧନୀଶାଳୀ ଆତ୍ମୀୟ ବ୍ୟକ୍ତି ଥିଲେ। ତାଙ୍କର ନାମ ବୟଜ। ବୟଜର ଅର୍ଥ ମଧ୍ୟ ଆମେ ଜାଣୁ, ଶକ୍ତିଶାଳୀ ସାମର୍ଥ୍ୟ ବ୍ୟକ୍ତି। କିନ୍ତୁ ସେଦିନ ଋତ ତାଙ୍କର ପରିଚୟ ଜାଣି ନାହାନ୍ତି। ଶାଶୁଙ୍କର ସେବା କରିବା ପାଇଁ, ଶାଶୁଙ୍କୁ ଖାଇବା ପିଇବା ଯୋଗେଇବା ନିମନ୍ତେ ସେ କଣ କରିଛନ୍ତି, ଆଉ ଘରେ ବସି ନାହାନ୍ତି।
कि तांकर कौन थिला कौन खाइबा कि निज धन ऊपर से निर्भर न करी कौन करिसंती से खेत को जाइछंती प्रभुଙ୍କ ऊपर भरोसा करी से घर बाहरी चंती आ से मध्य ता से व्यक्त करिसंती लेखा जाए मु अनुग्रह पाइबी ताहार पछे पछे जीवी मोर प्रिय माने से गोटे बहु नुआ स्थान तांको निमंते अजना स्थान अति दुखर सही अछंती तथापि से बंचीबाकू निज शाशु को बंचे से संघर्ष करने को घर बाहरी चंती आमे जेतेबेले जगत रे अच्छु आमे समीक्षा करियो आमे जेतेबेले जगत जीवन यात्रा समय आम पाई मध्य अनेक विपद आसुची अभाव मध्य आसुची आमे से समय आमे काहा को खोजु थाउ आमे अधिक आशा करि थाउ मनुष्यर सहाय्य को किंतु से दिन जदि आमे रूथ को देखिबा तांकर प्रियजन कहीं नथिले धन संपत्ति नथिला से परमेश्वरଙ୍କ ऊपर ईश्वरଙ୍କ ऊपर निर्भर करी भरोसा करी से घर बाहर चंती जेतेबेले आमे अभाव समस्या पड़ुछु आमे कौन करछु अधिक परमेश्वर को अनुग्रह को भूली जाई मनुष्यर सहाय्य को आमे आशा करि थाउ आमे जेतेबेले आम जीवन रे शून्यता आसे सेतेबेले आमे ऋतुंक परि आमे कौन करबा मोर प्रिय मंडल आमे गोटे गोटे धारी निज जीवन को समीक्षा करथिबा तेनु एथर मु गोटे अन्य भाव रे मु गोटे वाक्य को आलोचना करूची तेनु आमे नयमीक ऋतुंक जीवन भलिया जेतेबेले आम जीवन रे शून्यता आसे निराश आसे दुख आसे आमे से समय भांगी न पड़ी विश्वासर सहित क्षेत्र को आगेबा आमे पचारिबा से समय आमे कोन से प्रभु को अनुग्रह क्षेत्र को जाउछु तो ना निराश होई प्रभु को अभिमान करि थाउ निज निज को पचारिबा आमे जदि आमान 3 पद पढ़िबा एथिरे से जाई क्षेत्र रे उपस्थित होई शस्य छेदक मानकर पश्चात पश्चात रा करबा को लागिला आ घटनाक्रमे से एलिमेलेकଙ୍କ वंशीय बोयजर क्षेत्र रे पहुंचिला क्षेत्र खंड रे पहुंचिला ए बाइबल तथ्य अनुसार रूथ जाई शस्य साउंटिबा समय दैवात न हठात से बोयजଙ୍କ क्षेत्र रे पहुंचिले बोयजଙ୍କ क्षेत्र होची गोटे आशीर्वादर क्षेत्र आ तांको पई ताहा थिला सुरक्षार क्षेत्र आ ताहा तांको पई पवित्रतार स्थान मध्य थिला मोर प्रिय मंडली आमे एही धाड़ी आत्मिक समीक्षा करबा आमे प्रतिदिन आम आत्मिक जीवन रे केउ क्षेत्र रे समय बिताउछु से दिन से बंचिबा निमंते से बोयजଙ୍କ क्षेत्र को जाइथिला जोडी तांको पई सुरक्षा थिला से पवित्र स्थान को से जाइथिले आशीर्वादर स्थान रे से पहुंचिथिले रूथ आमे आज ए जीवन क्षेत्र रे आमे की परिसम केउ क्षेत्र रे हमर समय बिताउछु प्रभुଙ୍କ वाक्य द्वारा ना प्रार्थनार क्षेत्र रे अच्छु ना सांसारिक अभिलाष रे अच्छु ना किपरि पापर क्षेत्र रे आमे अच्छु पद देइछु आमे एही धाडी द्वारा निज निज जीवन को आमे समीक्षा करूथिबा मोर प्रिय माने जदि प्रभु आज हमर दैनंदिन जीवन रे समीक्षा करिवे से हमको निज क्षेत्र रे पाइबे तो हमर गोटे प्रश्न निज निज को प्रश्न करबा जेहेतु प्रभु वाक्य रूपी परमेश्वर हम वाक्य द्वारा कथा कहंती आमे मध्य निज को समीक्षा करबा जदि प्रभु आज आमान को खोजिबे तेबे हमको से केउ क्षेत्र रे पाइबे धार्मिक क्षेत्र रे पाइबे ना जगत क्षेत्र रे पाइबे तेनु आमाने निज निज को समीक्षा करबा रूथ को न्याय जेपरि रूथ को पाद से पवित्र स्थान सुरक्षा स्थान रे पड़ीथिला आशीर्वाद स्थान रे पड़ीथिला आमे मध्य जगत क्षेत्र रे बंचु बंचु दैनंदिन जीवन रे बंचु बंचु आमे से क्षेत्र रे पाद पकेबा जोठी प्रभु आमान को पाइबे आमानकर 4-5 पद अनेक लेखा जाइछि 5 पद को मध्य मु देखे तेबे बोयज शस्य छेदक मानक ऊपर नियुक्त आपना जुबा को पचारले ए युवतीटी कहार ए क्षेत्र मालिक बोयज ऋतु को देखुचंती अनेक शस्य क्षेत्र रे अनेक लोक थिबे किंतु से रूथ को विषय रे से बोयज माने अध्यक्ष मालिक क्षेत्र मालिक अध्यक्ष को पचारुचंती सेते बेले से अध्यक्ष मध्य सुंदर भावे ऋतुंक विषय रे साक्ष्य दे कहिले कौन कहिले से जे सकाळु आसी ए पर्यंत कठिन परिश्रम करूचंती एवं गृह रे अल्प समय मात्र बसिचंती प्रिय माने हमर कर्म क्षेत्र आम परिवार आम मंडली रे आमे आम विषय रे
आम अन्य मानकर साक्ष्य कौन अटे आमर कर्म क्षेत्र रे किंबा निज परिवार हो निज मंडली रे अन्य मानकर साक्ष्य कौन अटे आमको जो माने देखंती आम आम पई से कौन साक्ष्य दियंती जेपरि रुत विषय रे से दिन अध्यक्ष सुंदर उत्तर देथिले हेले आमे समीक्षा करिबा आमे केवल नाम को मात्र ख्रीष्ट विश्वासी अछु ना हमर कार्य आमे विश्वस्त अटु आमे रुत को द्वारा समीक्षा करिबा जेपरि रुत को विषय रे जे साक्ष्य देथिले आम विषय रे सेपरि के साक्ष्य देउ अछंती कि आमे सेपरि कार्य करूछु कि प्रश्न हमर आत्मिक अध्यक्ष प्रभु जीशु अटंती जेतळे आम जीवन रे आमे समीक्षा करंती से प्रभु हमर जीवन को समीक्षा करंती जेहेतु से हमर आत्मिक अध्यक्ष अटंती जेपरि से दिन से क्षेत्र अध्यक्ष थिले से जुबा से परि प्रभु जीशु ख्रीष्ट आपणक जीवन रो मो जीवन रो से अध्यक्ष अटंती से आम मध्य कठिन परिश्रम से विश्वस्त धैर्य साधुता से देखा पाती कि प्रश्न से आम अच्छी जहाँकि से दिन क्षेत्र अध्यक्ष रुत जीवन में सुंदर साक्ष्य देते आम आज जगतर लोक क्या पाखे आम आमर उत्तम विषय साक्ष्य देव अच्छा कि आम से परिवेश करुचु कि आम जीवन को आम से गढ़ुचु कि मोर प्रिय मंडली रुतंकर आत्मिक समीक्षा आमको शिक्षा दिए जे जेतेबेले आमे विश्वस्तता साधुता सह प्रभु क्षेत्र में काम करू ए जगत रे सेतेबेले प्रभु आमको केवल शस्य दियंती नहीं बरं तांकर अनंत आशीर्वाद अधिकारी करती तेणु आसतु निज निज हृदय को आम परीक्षा करनेबा जेपरी द्वितीय कोरिन्थियो 13 पर्व 5 पदरे लिखा जाए तुम्हें माने विश्वास रे अच्छो कि नहीं से विषय रे आपना आपना को परीक्षा करो मोर प्रिय भाई भौणी माने ए दुई पर्वर 1 ରୁ 6 पद मध्य मिलुथिबा शिक्षा वाक्य आधार रे आ मानक निमंते विश्वासी मानक निमंते किमा मंडली प्रति थिबा प्रत्येकଙ୍କ निमंते आज कौन आह्वान गुड़िक अच्छी आमे एही शिक्षा द्वारा आम पई कौन आह्वान अटे 1 नंबर आह्वान मु कहे आलस्य को त्याग करी गृह रु बाहरिबार आह्वान रुत से दिन केवल घरे बसी प्रार्थना कले नहीं किंबा केही आसी साहाय्य करिवे बोली अपेक्षा कले नहीं से निजे परिश्रम करिया पई खेत को बाहरिले आमे प्राय देखु था अनेक विश्वासी माने जेतेबेले समस्या समय से माने कौन करती निजर भाग्य ऊपर निर्भर करती मोर भाग्य थिला मो भाग्य मंद यह प्राय अधिकांश कही था किंतु बेले बेले आमे अलौकिक आशीर्वाद को अपेक्षा करी आलस्य बसी था प्रार्थना करिछि प्रभु जो माध्यम रे मध्य साहाय्य करिवे आमे अलौकिक आशीर्वाद को अपेक्षा करिथाउ किंतु परिश्रम करि न थाउ मोर प्रिय माने परिश्रम अर्थ कोन आंटू भांगिबा प्रार्थना करिबा बाहर को मध्य जीवा तेणु प्रभु आज हमको ए वाक्य माध्यम रे निजर आत्मिक और सांसारिक दायित्व बुझी कार्य क्षेत्र को ओलेवा पई आज प्रभु आह्वान देउचंती एई ऋतुंक जीवन मध्य दे ऋतु आर से दिन आलस्य को त्याग करी से गृह रु नुआ बहुटे नुआ झीटे कम बयस झीटा से क्षेत्र को बाहरी प्रभुंकटारे निर्भर करिसंती ताकू जगत लोक कौन कहिबे किए किपरि दृष्टि पकेबे से ताहा से चिंता करना जगत को देखि नांती से प्रभु को दृष्टिपात करी से घर बाहरी तांको द्वारा आमर आह्वान अच्छी आमे मध्य प्रभुठारे निर्भर करी आग को बढ़िबा को पड़िबो जगतर विषय केवल नुह आत्मिक विषय मध्य आमे प्रभु को दृष्टिपात कर आग को बढ़ेबा को पड़िबो आ ऋत जने कौन थिले नम्रता और अनुग्रह भिक्षा करिवार आह्वान तांको द्वारा ऋतुंक जीवन द्वारा आमे कौन शिखिबा नम्रता और अनुग्रह रे बढ़िबा पई आमे शिखिबा ऋत जने विदेशी स्त्री होई मध्य से अभिमान न करी कहिले जहा साक्षात मु अनुग्रह पाइबी ताहार पछे पछे जीवी प्रिय माने नुआ स्थान से विदेशी स्त्री संसार रे भलो मद चलिबा ते जान नथिले किंतु तांको प्रति आह्वान को से बुझी पारुचंती आमे मध्य संसार रे चलिबा समय किंबा मंडली रे सेवा करिबा समय आम अहंकार को दूर करबा को हेबो प्रभुंक सम्मुख रे वो समाज रे नम्र अनुग्रह पात्र हेबा पई यह एक बड़ आह्वान अटे ऋतुंक जीवन द्वारा से विदेशिनी अणजिहुदी नुआ बहु एक मध्य से कौन करचंती गर्व अहंकार किछि करि नाहंती से बाहरी चंती आ तांकर शेष जीवन तो आमे अनेक आशीर्वाद आमे देखुछु
ଆମେ ଜାଣିଛୁ ତାଙ୍କର ଏହି ଗୋଟେ ଗୋଟେ ତ୍ୟାଗ ଜୀବନ ଦ୍ଵାରା ସେ କେତେ ଆଶୀର୍ବାଦ ପାଇଛନ୍ତି ଆମେ ଆଗକୁ ଆଲୋଚନା କରିବା। ବାଇବଲ କହେ ଋତ ବୟୋଜଙ୍କ କ୍ଷେତ୍ରରେ ଦୈବାତ ପହଞ୍ଚିଥିଲେ, କିନ୍ତୁ ତାହା ପ୍ରକୃତରେ ଈଶ୍ୱରଙ୍କର ଗୋଟେ ମାନେ ଗୁପ୍ତ ମାର୍ଗଦର୍ଶନ ଥିଲା। ମଣ୍ଡଳୀ ମାନେ ପ୍ରିୟ ମଣ୍ଡଳୀ, ରୁତ ଜାଣିନଥିଲେ ସେ କାହା କ୍ଷେତ୍ରକୁ ଯାଉଛନ୍ତି, କିନ୍ତୁ ଈଶ୍ୱର ଅଦୃଶ୍ୟ ଭାବରେ ତାଙ୍କ ପାଦକୁ କଣ କରିଛନ୍ତି, ସେଇ ନିର୍ଦ୍ଦିଷ୍ଟ ସ୍ଥାନକୁ ତାଙ୍କୁ ଚଳେଇ ନେଉଛନ୍ତି, ଯାହା ବୟୋଜଙ୍କର କ୍ଷେତ୍ର ଥିଲା। ଆଉ ବୟୋଜ ମଧ୍ୟ ଏଲିମେଲେକଙ୍କର ଜଣେ ନିକଟ ସମ୍ପର୍କ, ଯାହାଙ୍କର ରୁତ ଓ ନୟମୀଙ୍କୁ ସେ ଦୁର୍ଦ୍ଦଶାରୁ ଉଦ୍ଧାର କରିବାର ଆଇନଗତ ମଧ୍ୟ ଅଧିକାର ଥିଲା। ଆଉ ଈଶ୍ୱରଙ୍କର ଯୋଜନା ମହାନ, କିପରି ଭାବେ ସେମାନଙ୍କୁ ବୁଲି ବୁଲି ସେଇ ସ୍ଥାନକୁ ପୁଣି ତାଙ୍କ କ୍ଷେତ୍ରକୁ ଆଣୁଛନ୍ତି। ଆଉ ଈଶ୍ୱର ସେଇ ଦୁଇ ପରିବାରକୁ ଏକାଠି କରିବାକୁ ଚାହୁଁଥିଲେ। ସବୁ ଏଇଟା ଈଶ୍ୱରଙ୍କର ଯୋଜନା। ଧୀରେ ଧୀରେ ସେ ବାହାରୁଛନ୍ତି, ଆଉ ତାଙ୍କର ପଦ ସେଇ ବୟୋଜଙ୍କ କ୍ଷେତ୍ରରେ ପଡିଅଛି। ମୋର ପ୍ରିୟ ମଣ୍ଡଳୀ, ଏହି ସାକ୍ଷାତ କେବଳ ଋତଙ୍କ ପାଇଁ ନୁହେଁ, ଏ ବୟୋଜ ଏବଂ ଋତଙ୍କର ସାକ୍ଷାତ କେବଳ ତାଙ୍କ ପାଇଁ ନଥିଲା, ବରଂ ସମଗ୍ର ମାନବ ଜାତିର ମୁକ୍ତି ପାଇଁ ଈଶ୍ୱରଙ୍କର ଯୋଜନାର ଅଂଶ ଥିଲା। ଏହି ବୟୋଜ ଓ ଋତଙ୍କ ଦ୍ଵାରା ବିବାହ ଦ୍ଵାରା ରାଜା ଦାଉଦ ଏବଂ ପରବର୍ତ୍ତୀ ସମୟରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ଏହି ବଂଶରେ ହୋଇଥିଲା। ଦେଖନ୍ତୁ ତାଙ୍କର ଅତୀତ କିପରି ଥିଲା, କିନ୍ତୁ ପ୍ରଭୁଙ୍କୁ ପ୍ରତି ଦୂରଦୃଷ୍ଟି ବିଶ୍ୱାସ କରିବା ଦ୍ଵାରା, ନମ୍ରତା ହେବା ଦ୍ଵାରା, ନିଜକୁ ଶରଣାଗତ ହେବା ଦ୍ଵାରା ପ୍ରଭୁ କିପରି ପରବର୍ତ୍ତୀ ସମୟରେ ତାଙ୍କୁ ଆଗକୁ ନଉଛନ୍ତି, ଆଉ କିପରି ସେ ଗୋଟେ ଯୀଶୁଖ୍ରୀଷ୍ଟଙ୍କର ବଂଶାବଳୀରେ ସେ ନାମ ସ୍ଥାନ ପାଉଛନ୍ତି। ଯେତେବେଳେ ଆମ ଜୀବନରେ ନୈରାଶ୍ୟ ଆସେ, ସେତେବେଳେ ଈଶ୍ୱର ପଛରେ ରହି ଆମମାନଙ୍କୁ ଅଦୃଶ୍ୟ ଭାବେ କାମ କରୁଥାନ୍ତି, ତାହା ଆମେ ଜାଣି ପାରିନଥାଉ, ଯେହେତୁ ଆମର ଦୃଷ୍ଟି ଜଗତ ପ୍ରତି ଥାଏ। ମୋର ପ୍ରିୟ ମାନେ, ତେଣୁ ନିରାଶ ନ ହୋଇ ତାଙ୍କ ନିର୍ଦ୍ଦେଶ ପଥରେ ଆମେ ଚାଲିବାକୁ ଏହି ପଦ ଆମମାନଙ୍କୁ ଶିକ୍ଷା ଦିଏ। ବୟୋଜଙ୍କର ଋତ ପ୍ରତି ପ୍ରଶ୍ନ ସେଦିନ ଥିଲା 5 ପଦରେ କଣ ପ୍ରଶ୍ନ ଥିଲା? ଏହି ଯୁବତୀଟି କାହାର? ତାର ଆତ୍ମିକ ଅର୍ଥ ଥିଲା, ଏଇ କନ୍ୟାର ମାଲିକ କିଏ? ଆଜି ଆମର ସ୍ୱର୍ଗସ୍ଥ ପିତା ଦେଖି ପଚାରୁଛନ୍ତି, ଆମେ କାହାର? ଆମେ ସଂସାରର ନା ପ୍ରଭୁଙ୍କର? ପ୍ରଭୁଙ୍କର ପ୍ରଶ୍ନ ବି ଆମମାନଙ୍କ ପାଇଁ ରହିଛି। ସେଦିନ କ୍ଷେତ୍ରରେ ଅନେକ ଥିଲେ, କିନ୍ତୁ ଋତଙ୍କର ସଚ୍ଚୋଟତା ଓ ନମ୍ରତା ତାଙ୍କୁ ଅଲଗା କରିଦେଉଥିଲା। ପ୍ରିୟ ମଣ୍ଡଳୀ, ଆମର ବ୍ୟକ୍ତିଗତ ଜୀବନ ଏହିପରି ହେବା ଦରକାର, ଯାହା ଦେଖି ଏହି ଜଗତର ଲୋକ ପ୍ରଶ୍ନ କରିବେ, ଏହି ବ୍ୟକ୍ତି ଜଣକ କାହାର? ସେଦିନ ରୁତ ବିଦେଶୀ ଥିଲେ ମଧ୍ୟ ବୟୋଜ ତାଙ୍କ ପ୍ରତି ଦୟା ଦେଖେଇ ଆପଣାର କଲେ। ପ୍ରିୟ ମଣ୍ଡଳୀ, ସେହିପରି ଆମେ ପାପୀ ଥିଲେ ସୁଦ୍ଧା, ଆମେ ଅଯୋଗ୍ୟ ଥିଲେ ସୁଦ୍ଧା ପରମେଶ୍ୱର ଆପଣଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ଦ୍ଵାରା ଆମମାନଙ୍କୁ ପରିତ୍ରାଣ ଦେଲେ, ଆମମାନଙ୍କୁ ତାଙ୍କ ରକ୍ତ ଦ୍ଵାରା କ୍ରୟ କଲେ, ଧାର୍ମିକ ଗଣିତ କଲେ, ପବିତ୍ର କଲେ। ତେଣୁ ଆମେ ଅନ୍ୟଠାରୁ ଭିନ୍ନ ଦେଖାଯିବ ନିମନ୍ତେ ଚେଷ୍ଟା କରୁ। କିପରି ଭିନ୍ନ ଦେଖାଯିବା? ଆମର ବିଶ୍ୱସ୍ତ ଓ ନମ୍ରତା ଗୁଣରେ ଆମେ ବିଭୂଷିତ ହେବାକୁ ପଡିବ। ଯେପରି ଜଗତର ଲୋକ ଆମକୁ ମଧ୍ୟ କହିବେ, ଏଇ ମାଟି କାହାର, ଏଇ ବାପା କାହାର, ଏ ଯୁବକ କାହାର, ଏ ଯୁବତୀଟି କାହାର? କିନ୍ତୁ ଏହି ପ୍ରଶ୍ନରେ ଗୋଟେ ଉତ୍ତର ହେବାର ଅଛି, ଏମାନେ ପ୍ରଭୁଙ୍କର। ସେଦିନ ବୟୋଜଙ୍କ କ୍ଷେତ୍ରରେ ଅଧ୍ୟକ୍ଷ ଋତଙ୍କ ବିଷୟରେ ସାକ୍ଷ୍ୟ ଦେଲେ। ସେ ସକାଳୁ ଆସି ନିରନ୍ତର ବିଶ୍ୱସ୍ତ ଭାବେ କାମ କରୁଛନ୍ତି। ଆମର କାର୍ଯ୍ୟ ମଧ୍ୟ ଏହିପରି ହେବା ଉଚିତ। ଅନ୍ୟମାନେ ଆମର ସାଧୁତା ଦେଖି ଆମ ବିଷୟରେ ସାକ୍ଷ୍ୟ ଦେବାର ଆବଶ୍ୟକତା ରହିଛି। ହଁ, ଏହି ବ୍ୟକ୍ତିଟି, ଏହି ଆଜ୍ଞାଟି, ଏହି ଭଉଣୀଟି ଅତି ବିଶ୍ୱସ୍ତ, ଏମାନେ ପ୍ରଭୁଙ୍କର ଲୋକ। ବାସ୍ତବିକ এই ଯୁବତୀର ପ୍ରତୀକ କଣ ଅଟେ? ଋତ ହଉଛନ୍ତି ନମ୍ର ବିଶ୍ୱାସୀର ଆଉ ଏକ ମଣ୍ଡଳୀର ପ୍ରତୀକ। ସେ ହେଉଛନ୍ତି ମୋର ଏବଂ ଆପଣଙ୍କର ପ୍ରତୀକ। ସେ ଜଣେ ଅସହାୟ ଅଣଜିହୁଦୀ ସ୍ତ୍ରୀ, ଯାହାର ସଂସାରରେ କେହି ନଥିଲେ। ଠିକ ସେହିପରି ଆମେ ମଧ୍ୟ ଦିନେ ପାପରେ ଅସହାୟ ଥିଲୁ। ପରମେଶ୍ୱର ପ୍ରଭୁ ଯୀଶୁଙ୍କ ଦ୍ଵାରା ପରିତ୍ରାଣର କ୍ଷେତ୍ର ଆମମାନଙ୍କ ନିମନ୍ତେ ପ୍ରସାରୀ ଅଛନ୍ତି। ଆମର ବୟୋଜ ପ୍ରଭୁ ଯୀଶୁଖ୍ରୀଷ୍ଟ ଅଟନ୍ତି। ଋତର ଉଦ୍ଧାରକର୍ତ୍ତା ଯେପରି ବୟୋଜ ଥିଲେ, ଆମର ପ୍ରଭୁ ଯୀଶୁଖ୍ରୀଷ୍ଟ ଆମର ଉଦ୍ଧାରକର୍ତ୍ତା ଅଟନ୍ତି, ଯିଏ ପ୍ରେମରେ ଆମମାନଙ୍କୁ ଗ୍ରହଣ କରିଛନ୍ତି। ସେଦିନ ଯେପରି ଦୟାରେ, ପ୍ରେମରେ ଯେପରି ବୟୋଜ ଋତକୁ ଗ୍ରହଣ କଲେ, ଅଯୋଗ୍ୟ ଥିବା ସମୟରେ, ଏଇ ଦରିଦ୍ରତା ସଭା ସମୟରେ, ବିଧବା ଜୀବନ ଥିବା ସମୟରେ ସେ ତାଙ୍କୁ ପ୍ରେମରେ ଗ୍ରହଣ କରି ଅନେକ ଅନେକ ଆଶୀର୍ବାଦର ଅଧିକାରିତା କରିଛନ୍ତି। ମୋର ପ୍ରିୟ ମଣ୍ଡଳୀ, ଯଦି ଆମେ
ଋତଙ୍କ ପରି ନମ୍ର ବିଶ୍ୱସ୍ତ ହୋଇ ପ୍ରଭୁଙ୍କ ଚରଣକୁ ଆସିବା, ତେବେ ପ୍ରଭୁ ଆମକୁ ମଧ୍ୟ ତାଙ୍କର ଅନନ୍ତ ଆଶୀର୍ବାଦରେ ଭରିଦେବେ ଏବଂ ଆପଣାର ସନ୍ତାନ କରି ଗୌରବମୟ ପରିଚୟ ଦେବେ। ସେଦିନ ଋତୁଙ୍କ ଦ୍ୱାରା ମଧ୍ୟ ଆମେ ଅନେକ ଶିକ୍ଷା ପାଇଛୁ, ଅନେକ ଶିକ୍ଷା ପାଉ। ଋତୁ ଆଜି ଆମମାନଙ୍କୁ ଶିକ୍ଷା ଦିଅନ୍ତି, ତାଙ୍କ ଦ୍ୱାରା ଆମେ ଗୋଟେ ଦିଟା ଶିକ୍ଷା କରିବା। ସେ କଣ କରିଛନ୍ତି, ଗୋଟେ ଜାଗତିକ ନାରୀ ହିସାବରେ ନିଜର ଶାଶୁ ନୟମୀ ଏବଂ ନୟମୀଙ୍କ ପ୍ରତି ତାଙ୍କର ଭକ୍ତି ସେବା ଆଉ ଜୀବନ୍ତ ଈଶ୍ୱରଙ୍କ ପ୍ରତି ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ସେ ଥିଲେ। ଆଉ ସବୁ ହରେଇକି ମଧ୍ୟ ସେ ନୟମୀକୁ ଛାଡି ନଥିଲେ। ସବୁ ହରେଇଲେ କିନ୍ତୁ ନୟମୀକୁ ସେ ଛାଡି ନଥିଲେ। ଏଟା ଥିଲା ତାଙ୍କର ବିଶ୍ୱସ୍ତତା ଗୁଣ। ଆଉ ନମ୍ରତା ଗୁଣ କଣ ଥିଲା? ବିଦେଶୀ ସ୍ତ୍ରୀ ହେଇ ମଧ୍ୟ ସେ କୌଣସି ଅହଙ୍କାର ନ କରି କ୍ଷେତରେ ଶସ୍ୟ ସାଉଁଟିବା ପାଇଁ ସେ ପହଞ୍ଚି ଗଲେ, ପ୍ରସ୍ତୁତି ଥିଲେ। ସେ ପରିଶ୍ରମୀ ଥିଲେ। ଭାଗ୍ୟ ଉପରେ ନିର୍ଭର ନ କରି ଆଳସ୍ୟରେ ନ ବସି ସକାଳୁ ସଞ୍ଜ ପର୍ଯ୍ୟନ୍ତ କଠିନ ପରିଶ୍ରମ କରୁଥିଲେ, ଯାହା ତାଙ୍କର ଉତ୍ତମ ଚରିତ୍ରକୁ ମଧ୍ୟ ବୁଝାଏ। ଆଉ ଭରସା ଗୁଣ ତାଙ୍କର ଥିଲା। ଅଦୃଶ୍ୟ ଈଶ୍ୱରଙ୍କ ଯୋଜନା ଉପରେ ସମ୍ପୂର୍ଣ୍ଣ ଭରସା ରଖି ନୂଆ ଦେଶକୁ ଆସି ପରବର୍ତ୍ତୀ ସମୟରେ ସେ ଆଶୀର୍ବାଦ ପାଇ ଗୋଟେ ଯୀଶୁଙ୍କ ଜନ୍ମ ବଂଶାବଳୀରେ ନାମ